ବେହେରା ଆଉ ଭୃଗୁ ବକ୍ସିପାତ୍ର ବିଜେପି ଛାଡ଼ିଲେ ଇଏ ନିଶ୍ଚିତ ଭାବରେ ବିଜେପି ଉପରେ ଗୁରୁତର ପ୍ରଭାବ ପକାଇବ। କାରଣ ଭୃଗୁ ବକ୍ସିପାତ୍ର ହେଉଛନ୍ତି ଜଣେ ବିଜେପିର ଜଣେ ଗୁରୁତ୍ୱପୂର୍ଣ୍ଣ ବିଧାୟକ ଥିଲେ। ଆଉ ଭୃଗୁ ବକ୍ସିପାତ୍ର ମଧ୍ୟ ଜଣେ ବହୁତ ଭଲ ଅର୍ଗାନାଇଜର। ଦଳ ଭିତରେ ତାଙ୍କର ବହୁତ ଇନଫ୍ଲୁଏନ୍ସ ଥିଲା। କେବଳ ଦଳ ଭିତରେ ନୁହଁ, ସମଗ୍ର ଓଡ଼ିଶାରେ ତାଙ୍କର ବହୁତ ପ୍ରଭାବ ଥିଲା। ସେ ହେଉଛନ୍ତି ପୂର୍ବତନ ମନ୍ତ୍ରୀ ହରିଶ୍ଚନ୍ଦ୍ର ବକ୍ସିପାତ୍ରଙ୍କର ପୁଅ ଏବଂ ବକ୍ସିପାତ୍ର ପରିବାରର ଓଡ଼ିଶା ରାଜନୀତିରେ ପ୍ରଚଣ୍ଡ ପ୍ରଭାବ, ଏକଥା କେହି ଅସ୍ୱୀକାର କରିପାରିବେନି। ଭୃଗୁଙ୍କ ଭଉଣୀ ସେ ମଧ୍ୟ ଓଡ଼ିଶା ରାଜନୀତିରେ ଗୋଟେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି ବୋଲି ସମସ୍ତେ ସ୍ୱୀକାର କରନ୍ତି। ଲୋପାମୁଦ୍ରା ବକ୍ସିପାତ୍ର। ତେଣୁ ଏଇ ଯେଉଁ ଅବସ୍ଥାରେ ଭୃଗୁ ବର୍ତ୍ତମାନ ଛାଡ଼ିଲେ ଦଳ, ଏଇଟା ବିଜେପି କି ମାନେ ବହୁ ପରିମାଣରେ ପ୍ରଭାବିତ କରିବ, ଏଥିରେ ସନ୍ଦେହ ନାହିଁ। ଏବଂ ସୁଖର କଥା ଯେ ଭୃଗୁଙ୍କୁ ବରହମପୁର ନିର୍ବାଚନ ମଣ୍ଡଳୀରୁ ଲଢ଼ିବା ପାଇଁ ବିଜେଡ଼ି ସୁଯୋଗ ଦେଇଛି ଏବଂ ସେ ଲଢ଼ିବେ ମାନେ ବିଜେପିର ଯେଉଁ ବିଜେଡ଼ିର ପୂର୍ବତନ ବିଧାୟକ ତଥା ବର୍ତ୍ତମାନ ଯେ ବିଜେପିରେ ଯୋଗ ଦେଇଥିବା ପ୍ରଦୀପ ପାଣିଗ୍ରାହୀଙ୍କ ବିରୁଦ୍ଧରେ। ଏବଂ ଭୃଗୁ ବକ୍ସିପାତ୍ରଙ୍କର ବିଜୟର ଆଶା ବହୁତ ଉଜ୍ଜ୍ୱଳ ଏବଂ ଭୃଗୁ ବକ୍ସିପାତ୍ର ଯେଉଁ ନିର୍ବାଚନ ମଣ୍ଡଳରୁ ଲଢ଼ିବେ, ବରହମପୁର ନିର୍ବାଚନ ମଣ୍ଡଳରୁ ତାଙ୍କର ବିଜୟର ଆଶା ବହୁତ ଉଜ୍ଜ୍ୱଳ। କାରଣ ବରହମପୁର ନିର୍ବାଚନ ମଣ୍ଡଳୀରେ ଯେଉଁ ଆମର ତାର ଯେଉଁ ଆସେମ୍ବଲି ସେଗମେଣ୍ଟରେ ଯେଉଁମାନଙ୍କୁ ଟିକେଟ୍ ଦେଇଛି ବିଜେଡ଼ି, ସେମାନେ ମଧ୍ୟ ଯଥେଷ୍ଟ ଇନଫ୍ଲୁଏନ୍ସିଆଲ। ବିଶେଷ କରି ଭୃଗୁଙ୍କ ନେତୃତ୍ୱରେ ବା ଭୃଗୁଙ୍କ ସମ୍ପର୍କରେ ଆଉ କାହାର ଦ୍ୱିମତ ନାହିଁ ବା ସେ କଣ୍ଟ୍ରୋଭର୍ସିଆଲ ନୁହନ୍ତି। ସେ ଯେଉଁ ପରିବାରରୁ ଆସିଛନ୍ତି, ତାଙ୍କ ପରିବାରର କେବଳ ଇନଫ୍ଲୁଏନ୍ସ ଓଡ଼ିଶା ରାଜନୀତିରେ ନାହିଁ, ଏପରିକି ଆନ୍ଧ୍ର ରାଜନୀତିରେ ମଧ୍ୟ ତାଙ୍କ ପରିବାରର ଇନଫ୍ଲୁଏନ୍ସ ଅଛି। ଏବଂ ସେ ଯଦିଓ ଅରିଜିନାଲି ତାଙ୍କ ପରିବାର କୋରାପୁଟର ରାୟଗଡ଼ାକୁ ବିଲଙ୍ଗ କରନ୍ତି, କିନ୍ତୁ ତାଙ୍କର ଇନଫ୍ଲୁଏନ୍ସ ସମଗ୍ର ଓଡ଼ିଶାରେ ରହିଛି। ଏବଂ ଭୃଗୁ ଜଣେ ଟାଣୁଆ ନେତା ଭାବରେ ସେ ସର୍ବଦା ଆକ୍ସେପ୍ଟେଡ଼। ସେଇ ଦୃଷ୍ଟିରୁ ସେ ଦଳ ଛାଡ଼ିବା ନିଶ୍ଚିତ ଭାବରେ ବିଜେଡ଼ି ପାଇଁ ଗୋଟେ ଶୁଭ ସଂକେତ। କାରଣ ଭୃଗୁଙ୍କୁ ବିଜେଡ଼ି ଟିକେଟ୍ ଦେଇଛି ଏବଂ ବିଜେପି ସେ ଛାଡ଼ିଲା ପରେ ସେ ଭୃଗୁ ବର୍ତ୍ତମାନ ଲଢ଼ିବେ ଯେଉଁ ପୂର୍ବତନ ବିଜେପି ନେତା ପ୍ରଦୀପ ପାଣିଗ୍ରାହୀଙ୍କ ବିରୁଦ୍ଧରେ। ପ୍ରଦୀପ ପାଣିଗ୍ରାହୀ ଏ ଭିତରେ ଯଥେଷ୍ଟ ବଦନାମ ହୋଇଯାଇଥିଲେ। ପ୍ରଦୀପ ପାଣିଗ୍ରାହୀଙ୍କୁ ଯଦିଓ ପୂର୍ବରୁ ପୁରା ଗଞ୍ଜାମ ଜିଲ୍ଲା ଏବଂ ତା ଆଖପାଖ ଜିଲ୍ଲାର ଦାୟିତ୍ୱ ଦିଆଯାଇଥିଲା, ବିଜେଡ଼ି ଦେଇଥିଲା, କିନ୍ତୁ ସେ ତାର ସବୁ ଅପବ୍ୟବହାର କଲେ ଏବଂ ସେ ଗୋଟେ ବଦନାମର ଶିକାର ହେଲେ। ସେ ତାଙ୍କ ଜ୍ୱାଇଁ ପାଇଁ ସେ ପାଠକ ପରିବାର ପାଇଁ ସେ ବନ୍ଧୁତା କରିବେ ବୋଲି, ତାଙ୍କ ଝିଅକୁ ବାହାଘର କରିବେ ବୋଲି ପାଠକ ପରିବାରରେ ସେ ଯେଉଁଭଳି ଭାବରେ ମିଛ କଥା କହି କୋଟି କୋଟି ଟଙ୍କା ଆଦାୟ କରିଥିଲେ, ସେ ବିଷୟ ନେଇକରି ମଧ୍ୟ ବର୍ତ୍ତମାନ ଅଦାଲତରେ ମୋକଦ୍ଦମା ଚାଲିଛି। ତେଣୁ ସେହି ଦୃଷ୍ଟିରୁ ପାଣିଗ୍ରାହୀ ନିଶ୍ଚିତ ଭାବରେ ପରାଜୟ ଲାଭ କରିବେ ଏବଂ ବର୍ତ୍ତମାନ ଭୃଗୁଙ୍କର ଯେଉଁ ସବୁ ରହିଛି ପଜିଟିଭ୍ କ୍ୱାଲିଟି, ଭୃଗୁ ଜଣେ ଭଲ ବକ୍ତା, ଭୃଗୁ ଜଣେ ଭଲ ଅର୍ଗାନାଇଜର ଏବଂ ତା ଛଡ଼ା ତାଙ୍କ ପରିବାରର ମଧ୍ୟ ଓଡ଼ିଶାର ପର୍ଟିକୁଲାରଲି ଦକ୍ଷିଣ ଓଡ଼ିଶାର ନେତାମାନଙ୍କ ଉପରେ, କର୍ମୀମାନଙ୍କ ଉପରେ ବହୁ ପ୍ରଭାବ ରହିଛି। ତେଣୁକରି ଭୃଗୁଙ୍କ ଯୋଗ ଦେବା
दल बहुत बड़े शुभ संकेत एवं सी अलरेडी से प्रार्थी हे बोली घोषणा करा छाड़ा एवं जो मैंने सब दल छाड़ी से माने छाड़देला दल जो निश्चित भाव में दुर्बल हम ए सन्देह ना तेणु आगामी निर्वाचन में बीजेडी जी स्ट्रंग हो बीजेपी अधिक परिमाण दुर्बल हो चली सन्देह प्रदीप पाणिग्राही भावी सी इाड़ू सियाड़ू कथा कहीकि निज विषय सफाई देकरी मझे मझे बीजेडी नेता मान को गाड़ी देकरी विभिन्न गणमाध्यम से हिरो होली सी से भाव व्यवहार आरंभ करते किंतु देखागला जे भृगु बक्षीपात्र को सेठी विधायक प्रार्थी करागला लोकसभा आसन बर्तमान प्रदीप अवस्था क्रमे शोचनीय होगा सन्देह ना कारण भृगुंकर प्रार्थित्व एते परिमाण में भारी पड़ो प्रदीप सी निर्वाचन में सी जे पराजित हेबे एथिरे किसी सन्देह ना जार पूर्व सूचना एवं भी मत मिलगला समस्त जानी सारे जे भृगु तुलन में प्रदीप पाणिग्राही कौन मते तिष्ठि पारे ना प्रतिद्वंदिता।